ବିଜୁ ବାବୁଙ୍କର ଆଦର୍ଶରେ 90 ଦଶନ୍ଧିର ଶେଷ ଭାଗରେ ବିଜୁ ଜନତା ଦଳ ଗଠନ ହେଇଥିଲା। ଇତିମଧ୍ୟରେ 30 ବର୍ଷ ବିତିଗଲାଣି ଏବଂ ଏଇ 30 ବର୍ଷରେ ଭାରତର ରାଜନୀତିରେ ବ୍ୟାପକ ପରିବର୍ତ୍ତନ ହେଇଛି ଏବଂ ଓଡ଼ିଶା ରାଜନୀତିରେ ବି ବ୍ୟାପକ ପରିବର୍ତ୍ତନ ହେଇଛି। ଏବଂ ସେଇ ପରିପ୍ରେକ୍ଷୀରେ ଆପଣ ଯଦି ଦେଖିବେ ଯେ ବିଜୁ ବାବୁଙ୍କର ଯୋଉ ନୀତି ଆଦର୍ଶ କଥା ଆଜିକା ଦିନରେ ରାଜନୀତିରେ ବହୁତ ଅପ୍ରାସଙ୍ଗିକ ହୋଇପଡ଼ିଛି। କାହିଁକି ନା ଯୋଉ ନୂଆ ପିଢ଼ିର ଭୋଟର ଆସିଛନ୍ତି 30 ବର୍ଷରେ ସେମାନଙ୍କ ପାଇଁ ବିଜୁ ବାବୁ ଗୋଟେ ଆଉ ଟାୱାରିଂ ପର୍ସନାଲିଟି ହେଇକି ନାହାନ୍ତି। ଏବଂ ସେଇ ତାକୁ ଯଦି ଆପଣ ଦେଖିବେ ପଟଭୂମିରେ ରଖିକିରି ବିଜୁ ଜନତା ଦଳ ନିଶ୍ଚିତ ଭାବରେ ବିଜୁ ବାବୁଙ୍କର ଯୋଉ ଆଦର୍ଶ ବା ତାଙ୍କ ନୀତି ଅଛି ସେଇଠାରୁ ଦୂରେଇ ଯାଇଛି। ଏଥିରେ ଦ୍ୱିମତ ହେବାର କିଛି ନାହିଁ, କିନ୍ତୁ ସେଇ ଆଦର୍ଶ ଆଉ ନୀତି ଆଜିକା ଦିନରେ ଅପ୍ରାସଙ୍ଗିକ ହୋଇପଡ଼ିଛି। ସାର୍ ଦେବାଶିଷ ସାମନ୍ତରାୟ ଯାହା ଅଭିଯୋଗ ସବୁ ଦଳ ଉପରେ ଆଣିଛନ୍ତି ତା ପ୍ରସଙ୍ଗରେ ଯାହା କହିବା କଥା, କିନ୍ତୁ ସେ ଯଦି ଏତେ କଥା କହୁଛନ୍ତି ତାଙ୍କୁ ଦଳ ଉପରେ କାହିଁ ଦଳ ତାଙ୍କ କିଛି କାର୍ଯ୍ୟାନୁଷ୍ଠାନ ନେଉନି କାହିଁକି? ଦଳ କାର୍ଯ୍ୟାନୁଷ୍ଠାନ ନେବା ନ ନେବା ଦଳ ଉପରେ ନିର୍ଭର କରୁଛି। ଆପଣ ଦେଖିଥିବେ ତାଙ୍କର ଯୋଉ ଚିଠି ବା ତାଙ୍କର ଯୋଉ ବୟାନ ଅଛି ସେ ବୟାନରେ ସ୍ପଷ୍ଟ ଭାବରେ କହୁଛନ୍ତି ଯେତେବେଳେ ପର୍ଯ୍ୟନ୍ତ ନବୀନ ବାବୁ ଅଛନ୍ତି ମୁଁ ନବୀନ ବାବୁଙ୍କ ସାଙ୍ଗରେ ଅଛି ଏବଂ ତାଙ୍କର ଅଭିଯୋଗ ନବୀନ ବାବୁଙ୍କ ବିରୁଦ୍ଧରେ ନାହିଁ। ତେଣୁକରି ଦଳକୁ ଗୋଟେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା କଷ୍ଟକର ବ୍ୟାପାର। ଏବଂ ଯେହେତୁ ସେ ଯୋଉ ପଦବୀରୁ ଇସ୍ତଫା ଦେଇଛନ୍ତି ସେ ପଦବୀକୁ ସେ ବ୍ୟାଖ୍ୟା କରୁଛନ୍ତି ଯେ ଏଇ ପଦବୀ କନଷ୍ଟିଟ୍ୟୁସନାଲି ଭ୍ୟାଲିଡ ନୁହଁ। ବିଜୁ ଜନତା ଦଳର ଯୋଉ କନଷ୍ଟିଟ୍ୟୁସନରେ ଏଭଳି କୌଣସି ପଦବୀ ନାହିଁ, ଏ ପଦବୀ ତିଆରି ହେଇଛି ଏବଂ ସେ ପଦବୀରେ ସେ ରହିବା ପାଇଁ ଚାହୁଁନାହାନ୍ତି। ସେ ଆଉ ଗୋଟେ କଥା ସାର୍ କହିଛନ୍ତି ଯେ ତାଙ୍କୁ ନବୀନ ପଟ୍ଟନାୟକଙ୍କ ସହ ସେ ଚାହିଁଲେ ବି ଦେଖା କରିପାରୁନାହାନ୍ତି, କଥା କରିପାରୁନାହାନ୍ତି, ଦଳର କ୍ଷମତା ଆଉ କାହା ହାତରେ ଅଛି, ୟାକୁ ନେଇ କଣ କହିବେ? ଯଦି ଦେବାଶିଷ ସାମନ୍ତରାୟଙ୍କ ଭଳି ଜଣେ ବହୁତ ପୁରୁଣା ନେତା, ବହୁତ ଟାଣୁଆ ନେତା ଯଦି ଏଭଳି କଥା କହୁଛନ୍ତି ତାହେଲେ ତାକୁ ନେଇକିରି ଗୋଟେ ବହୁତ ବଡ ତଜର୍ମା ହେବା ଉଚିତ। ଏବଂ ଆଉ ଗୋଟେ ଜିନିଷ ହଉଛି ଯେ ଆଜି ପର୍ଯ୍ୟନ୍ତ ଦେବାଶିଷ ସାମନ୍ତରାୟ କୋଉଠି ଗୋଟେ ପ୍ରଦର୍ଶନୀ କରିନାହାନ୍ତି ଯେ ସେ ଦେଖା କରିବା ପାଇଁ ଚାହୁଁଛନ୍ତି ଏବଂ ତାଙ୍କୁ ଦେଖା କରେଇ ଦଉନାହାନ୍ତି। ସେ କଥା ବି ସେ ସ୍ପଷ୍ଟ କରୁନାହାନ୍ତି ଯେ କିଏ ତାଙ୍କୁ ଅଟକଉଛି ଏବଂ ଯିଏ ଅଟକଉଛି ତାଙ୍କର ଅଧିକାର କଣ ଅଛି ନବୀନ ବାବୁଙ୍କ ଉପରେ ସେ ସମ୍ପର୍କରେ କିଛି କହୁନାହାନ୍ତି। ସେ ବିଷୟରେ ବି ସ୍ପଷ୍ଟ କରିବା ଉଚିତ ଯେ କିଏ ତାଙ୍କୁ ଅଟକଉଛନ୍ତି, ସେଠି ଯେ ସିକ୍ୟୁରିଟି ଅଛନ୍ତି ନବୀନ ନିବାସରେ ସେମାନେ ଅଟକଉଛନ୍ତି, ଯଦି ସେମାନେ ଅଟକଉଛନ୍ତି ସେମାନେ କାହା ନିର୍ଦ୍ଦେଶରେ ଅଟକଉଛନ୍ତି ସେଟା ବି ବୁଝିବା ଦରକାର। କିନ୍ତୁ ସେ ବିଷୟରେ ସେ କିଛି କହୁନାହାନ୍ତି, ଖାଲି ସେ କହୁଛନ୍ତି ମୁଁ ଭେଟିବାକୁ ଚାହୁଁଛି, ମତେ ଭେଟିବାକୁ ଦଉନାହାନ୍ତି। ସାର୍ ଦେବାଶିଷ ସାମନ୍ତରାୟ ଯଦି ଦଳ ଛାଡନ୍ତି ଏଇଟା ଯୋଉ କଟକ ଜିଲ୍ଲାର ଯୋଉ ଅବିଭକ୍ତ କଟକ ଜିଲ୍ଲା ରାଜନୀତିରେ କିଛି ପ୍ରଭାବ ପଡିବ ନା ନାହିଁ? ନିଶ୍ଚିତ ଭାବରେ ପଡିବ। ଦେବାଶିଷ ସାମନ୍ତରାୟ ଜଣେ ବହୁତ ଟାଣୁଆ ନେତା ଏବଂ ତାଙ୍କର ଗୋଟେ ଜିନିଷ ମନେ ରଖିବା ଉଚିତ ଯେ ଓଡ଼ିଶା ରାଜନୀତିରେ ତାଙ୍କ ପରିବାରର ଗୋଟେ ଭୂମିକା ବହୁତ ବଡ ଅଛି ଏବଂ ସେ ଭୂମିକାଟାକୁ ଭୁଲିଯିବା ଉଚିତ ନୁହଁ। ଏବଂ ବିଶେଷ କରି ଅବିଭକ୍ତ କଟକ ଜିଲ୍ଲା, ମୁଁ କଟକ କହିବିନି, ଆଜିକା ଦିନର କଟକ କହିବିନି, ଅବିଭକ୍ତ କଟକ ଜିଲ୍ଲାରେ ତାଙ୍କ ପରିବାରର ବହୁତ ବଡ ପ୍ରଭାବ ରହିଛି ଏବଂ ସେ ଯଦି ବିଜୁ ଜନତା ଦଳ ଛାଡୁଛନ୍ତି ନିଶ୍ଚିତ ଭାବରେ ବିଜୁ ଜନତା ଦଳ ସେଥିରେ କ୍ଷତିଗ୍ରସ୍ତ ହବ। ଏଥିରେ ଦ୍ୱିମତ ହେବାର କିଛି ନାହିଁ। ଏବଂ ଯେହେତୁ ସେ ଜଣେ ଟାଣୁଆ ନେତା, MLA ଥିଲେ ଏବଂ ରାଜ୍ୟସଭା ସାଂସଦ ଅଛନ୍ତି, ଆପଣଙ୍କୁ ମନେ ଥିବ ଯେ ଖୁବ ଅଳ୍ପ ଦିନ ତଳେ ହିଁ ତାଙ୍କୁ ରାଜ୍ୟସଭାକୁ ପଠାଇଛି। ତ କୋଉଠି ନା କୋଉଠି ସେ ଗୋଟେ ଏତେ ବଡ ଟାଣୁଆ ନେତା ଥିଲେ ବୋଲିକିରି ତାଙ୍କୁ ରାଜ୍ୟସଭା ପଠାଇଛି, ନହେଲେ କାହିଁ ପଠାଇଥାନ୍ତେ ରାଜ୍ୟସଭା? ଇଲେକ୍ସନ ପୂର୍ବରୁ ଜଷ୍ଟ ତାଙ୍କୁ ରାଜ୍ୟସଭା ପଠାଇଛି। ଦେବାଶିଷ ଆଉ ଗୋଟେ ଅଭିଯୋଗ ଆଣିଛନ୍ତି ଯେ ବିଜୁ ଜନତା ଦଳ ଏବେ ବ୍ୟୁରୋକ୍ରାଟିକ ଦଳ ହେଇଯାଇଛି, ଏହା ଉପରେ ଆପଣ ସାର୍ କଣ କହିବେ? ବିଜୁ ଜନତା ଦଳ ଏବେ ବ୍ୟୁରୋକ୍ରାଟିକ ହେଇଛନ୍ତି ବୋଲି ସେ କେମିତି ଜାଣିଲେ? ସେ ତ ବହୁତ ଆଗରୁ ହେଇଗଲାଣି ବ୍ୟୁରୋକ୍ରାଟିକ ଦଳ। ସେ ଏବେ କାହିଁକି ସେ ଅଭିଯୋଗ ଆଣୁଛନ୍ତି ମୁଁ ଜାଣିପାରୁନି। ସାର୍ ବାସ୍ତବିକ ଦେବାଶିଷଙ୍କ ଅଭିଯୋଗର କିଛି କାରଣ ରହିଛି ନା ସେ ଏମିତି
ଗୋଟେ ଚାପ ପକେଇବା ପାଇଁ ଏମିତି କହିଛନ୍ତି ବୋଲି ଆପଣ କହିବେ? ନାଇଁ ଦେଖନ୍ତୁ ବର୍ତ୍ତମାନ ଆପଣ ଯଦି ଟ୍ରେଣ୍ଡ ଦେଖିବେ ବିଜୁ ଜନତା ଦଳରେ ବହୁ ନେତା ସେମାନେ ଅଣଦେଖା ର ଶିକାର ହଉଛନ୍ତି। ତାଙ୍କୁ ପଣଠେସା କରାଯାଉଛି। ମେନ୍ ଷ୍ଟ୍ରିମ୍ ର ବିଜେପିର ମେନ୍ ଷ୍ଟ୍ରିମ୍ କାର୍ଯ୍ୟକ୍ରମରେ ସେମାନେ ତାଙ୍କୁ ଲୋଡ଼ା ଯାଉନି ବା ସେମାନଙ୍କୁ ଭାଗ ନେବା ପାଇଁ ସୁଯୋଗ ଦିଆଯାଉନାହିଁ। ଏଇ ସବୁ କାରଣରୁ ବହୁତ ନେତା ଅସନ୍ତୁଷ୍ଟ ଅଛନ୍ତି। କିଛି ନେତା ତ ଛାଡ଼ିଦେଲେଣି, କିଛି ନେତା ନୀରବ ରହିଗଲେଣି ବା ଆଉ ରାଜନୀତି ସହିତ ସମ୍ପୃକ୍ତ ନାହାନ୍ତି। କିଛି ନେତା ଅସନ୍ତୋଷ ରହିଛନ୍ତି। ଏଇଭଳି ବହୁତ ବ୍ୟାପକ ରହିଛି। ଆପଣ ଦେଖନ୍ତୁ ଯେ ଦେବାଶିଷ ସାମନ୍ତରାୟ ଏକମାତ୍ର ଲୋକ ନୁହଁ ବା ପ୍ରଥମ ଲୋକ ନୁହନ୍ତି। ତାଙ୍କ ଆଗରୁ ବି ଏଭଳି ବହୁତ ଘଟଣା ଘଟିଛି। ଆପଣଙ୍କ ଶ୍ରୀମୟୀ ମିଶ୍ରଙ୍କ କଥା ଦେଖନ୍ତୁ ବା ଅନ୍ୟାନ୍ୟ ନେତା ନେତ୍ରୀ ମାନଙ୍କ କଥା ଦେଖନ୍ତୁ। ସେ ଅସନ୍ତୋଷ ରହିଛି। ଗୋଟେ ଦଳ ଯେତେବେଳେ ପର୍ଯ୍ୟନ୍ତ ପାୱାରରେ ଥିଲା ସେତେବେଳେ ଭିନ୍ନ ପାୱାରକୁ ଗଲା ପରେ ଏସବୁ ଇଏ ଆସିବ, ପଦାକୁ ଆସିବ ନିଶ୍ଚିତ ଭାବରେ।